सिनेमा छक आड़प मंडपरे चली महाप्रभु दिव्य लीला। हेरा पंचमी रे महाप्रभु रथ चक भांगिले मां शांताई श्री महालक्ष्मी। बालेश्वर स्टेशन चक्कर खुली 1 और 2 ग्राम गोल्ड फॉर्मिंग ज्वेलरी शोरूम। आज ही आसतु और बाछि नियंतु आपनको मन पसंदर गहना। एसजे ज्वेल्स समाज ऑफिस तलमहला स्टेशन छक बालेश्वर। महाप्रभु श्री जगन्नाथ रहणी समय स्वतंत्र उत्सव भक्तों आकांक्षा को बढ़ाई देछि। श्री गुंडीचा यात्रार सबुठारु आकर्षणीय कर्मकांड हुए एठारे। प्रत्येक दिन 3 विग्रह नूतन वेश देखि भक्त माने निजकु धन्य मन करती। एही क्रमरे पंचम दिवस श्रीजीव हेरा पंचमी नीति अनुष्ठित होइथिला। परंपरा अनुसार एही दिन जगज्जननी मां लक्ष्मी महाप्रभु दर्शन पई श्री गुंडीचा मंदिर को आसिथिले। संध्या बेले घंट घंटा काहाली आलट छता सहित सुसज्जित विमान रे सेवक और भक्तों गहण महालक्ष्मी गुंडीचा मंदिर रे प्रवेश पाई उद्यम करुवा बेले सेवायत माने तांको बाट अगाड़ी। श्री गुंडीचा मंदिर सम्मुख में महाप्रभु रथ को देखि महालक्ष्मी क्रोधान्वित हो जाइथिले। राग तमतम होई महाप्रभु रथकाट भांगी देइथिले से। तेबे गोपन रे गुंडीचा मंदिर रे प्रवेश सह मां लक्ष्मी ठाकुराणी महाप्रभु दर्शन करथिले। सेठरे सेवक माने बंदापना प्रसाद लगी चामर एवं आलट लगी करथिले। दशमी तिथि रे बड़ देउल को फेरिबार महाप्रभुଙ୍କ ठारू आश्वासना सहित श्रीजीवଙ୍କ अंग लगी आज्ञामाल पाइबा परे मां लक्ष्मी श्रीमंदिर को प्रत्यावर्तन करथिले। नवदिनव्यापी घोषयात्रा रे महाप्रभु श्री जगन्नाथ यह अनन्य मानवीय लीला भाव परिचित। पत्नी को देइथिबा प्रतिश्रुति अनुसार महाप्रभु रथ को दक्षिण मोड़ पर निर्देश देइथांती। एहा परे महाप्रभु को फेरिबा पई रथ अपथ प्रस्तुत करा जाए। हेरा पंचमी बोली कहीं नाम है लक्ष्मी जिते ताकर रुक्मणी विवाह गला। रुक्मणी विवाह पर गंठियाल पिटा आईनी किसी आईनी चतुर्थी सज किसी आईनी से भाई भाई भौणी नहीं राणी की कथा देते मो घर को वर्ष थे आसब से कथा अनुसार से बाहरी गले किए गुंडीचा राणी जे कहते सी चलीगले नेले ना सी रागर तमतम हो गले आसी जब मुझे बाहर आसी नुआ बाहर देखा
ସେ ଛାଡ଼ି ଦେଇକି ସେ ପଳେଇଗଲେଣି ଏଇଠିକି ଯେ ଗୁଣ୍ଡିଚା ମନ୍ଦିର କି ରାଜାଙ୍କ ଘରୁ ଚାଲିଗଲେଣି ରାଣୀଙ୍କ ସେ ସବୁ ରାଗିକି ସିଏ ଯେତେବେଳେ ଥମଥମ ହେଇକି ଆଉ ପାଟ ମନ୍ତ୍ରୀ ତାଙ୍କର କିଛି ଥିଲେ ସବୁ ଦାସୀ ଦାସିଆଣୀକୁ ନେଇକି ଚାଲ ଦେଖିବା କେମିତି ନୀଳା ଚଲିଛନ୍ତି ସେଠି ଗଲେ ଆଉ ଯାଇ ସେଠି ରାଗିକି ଆଗେ ପହଞ୍ଚିଗଲେ ସେ ବଡ଼ ଭାଇ ଦର୍ଶନ ଅଛନ୍ତି ଜାଣିପାରିଲେ ଲକ୍ଷ୍ମୀ ଆସିଛନ୍ତି ସେ ସେବକ ମାନେ ବଡ଼ ଭାଇଙ୍କ ମୁହଁରେ ଟିକେ ଡେରା ପକେଇଦେଲେ ଆଉ ତାପରେ କହିଲେ ଜଗନ୍ନାଥଙ୍କ ମୁହଁକୁ ଚାହିଁଲେ ସେଠୁ ରାଗ ତମତମ ହେଇଛନ୍ତି ବୋଲି ଜଗନ୍ନାଥ କହିଲେ ଠିକ୍ ଅଛି ତମେ ରାଗିକି ଆସିଛ ଆଉ ମୁଁ ତ ଅସୁବିଧାର କଥା ଦେଇଛି ବୋଲି ଆସିଯାଇଛି ହଉ ମୁଁ ଶୀଘ୍ର ବାହାରିମି ଏଥର ସେ ଯେଉଁ କାଲି ଦକ୍ଷିଣ ମୋଡ଼ ହବ କାଲି ଇଏ ରାଗି ଗଲା ପରେ ଦକ୍ଷିଣ ମୋଡ଼ କାଲି ହବ ରଥ ଯିବା ମନ୍ଦିରକୁ ସେଇ କଥା କିମ୍ବଦନ୍ତୀ ଅଛି ଆଜି ପର୍ଯ୍ୟନ୍ତ ଲକ୍ଷ୍ମୀ ଆସି ବନ୍ଦାପନା କଲେ ତାକୁ ଟିକେ ପାନ ବିଡ଼ିଆ ଖୋଇଲେ ଆଉ ତାକୁ ବନ୍ଦାପନା କରିକି ବିଦାୟ କଲେ ଲକ୍ଷ୍ମୀ ଯେଉଁ ଗୋଟେ ଆସିଥିଲେ ସେବାଟେ ଯିବେନି ସେ ଅନ୍ୟ ହେରାଗୁଡ଼ି ସାହି ଦେଇକି ଯାଆନ୍ତି ଆମର ଚୌଧୁରୀ ସାହି ଦେଇକି ଯାଆନ୍ତି ସେ ହେରାଗୁଡ଼ି ସାହି ଦେଇକି ଯାଆନ୍ତି ରଥ ଭାଙ୍ଗି ଆମର ଚୌଧୁରୀ ସାହି ଦେଇକି ଯାଉଛନ୍ତି ରଥ ଭାଙ୍ଗିଲେ ଏଠି ବର୍ତ୍ତମାନ ରଥ ଭାଙ୍ଗିଦେଲା ଭାଙ୍ଗି ସବୁ ଦାସ ଦାସିଆଣୀ ଯେଉଁମାନେ ଅଛନ୍ତି ସେମାନେ ନେଇକି ଯିବେ ଯେଉଁ ବାଟେ ଆସିଥିଲେ ଆମର ବଡ଼ଦାଣ୍ଡ ଦେଇକି ସେମାନେ ଯିବେନି ସେ ଚୌଧୁରୀ ସାହି ଦେଇକି ଚାଲିଛି ଦକ୍ଷିଣ ମୂଳ କାଲି ହବ ଦକ୍ଷିଣ ମୂଳ ହେଲେ ଜାଣିପାରିବେ ଯେ ରଥଯାତ୍ରା ବାହାରିଲାଣି ରାଗରେ ସେ ଯାଇଛନ୍ତି ତାଙ୍କୁ ଯଦି ମନେଇବାରେ କି ସେ ପାଟ ରତ୍ନ ମୁଣି ସବୁ ନେଇକି ଯିବେ ତାଙ୍କୁ ସେଠି ରହିବେ ଦୌଳ ସାମ୍ନାରେ ରହିକି ସେଠି ସୁନାବେଶ ହବ ସୁନାବେଶ ପରେ ଏକାଦଶୀ ଦିନ ଦ୍ୱାଦଶୀ ଦିନ ଅଧରପଣା ହବ ଆଉ ତ୍ରୟୋଦଶୀ ଦିନ ଚତୁର୍ଦ୍ଦଶୀ ଦିନ ନୀଳାଦ୍ରି ବିଜେ ହୁଏ କିନ୍ତୁ ଆମର ତ ଏଠି ରାସ୍ତା ସଂକଟ ଗାଡ଼ି ମଟର ଯାଇପାରିବନି ରଥ ଠିଆ ହେଇପାରିବନି ସୁନାବେଶ ଥାନା ଛକରେ ହବ ମନ୍ଦିର ସାମ୍ନାରେ 26 ତାରିଖ ସୁନାବେଶ 25 26 ତାରିଖ ଦିନ ମନ୍ଦିର ସାମ୍ନାରେ ଆଗେ ହବ ଅଧରପଣା ପରେ ନୀଳାଦ୍ରି ବିଜେ ହେଇଯାନ୍ତି ସେଇଦିନ ଆଉ ରସଗୋଲା ତା ମାନଭଞ୍ଜନ କରିବେ ରତ୍ନ ଅଳଙ୍କାର ଯାହା ନେଇଛନ୍ତି ଆଣିଛନ୍ତି ରାଣୀ ଦେଇଛନ୍ତି ତାଙ୍କୁ ତାଙ୍କ କଥା ରକ୍ଷା କଲେ ବହୁତ ମଣି ମୁକ୍ତା ହାର ସବୁ ରକମ ଦେଇଛନ୍ତି ତାଙ୍କୁ ସବୁ ଲକ୍ଷ୍ମୀ କହିବେ ଏଗୁଡ଼ା ସବୁ ନିଅ ତମ ଲାଗି ଆଣିଛି ପାଟ କେତେ ଆଣିଛନ୍ତି ଲକ୍ଷ୍ମୀ ଦେବେ ସେଥିରେ ଲକ୍ଷ୍ମୀ ଦେବେ ଟିକେ 0.5% କମିଲା ରାଗ ସେଥିରୁ ଆଉ ଯେତିକି ରାଗ ହେଇଛି କହିଲା ଦେଖ ମିଠା ବହୁତ ଆଣିଛି ତାକୁ ଟିକେ ଖାଅ ମାନଭଞ୍ଜନ କର এইটা ଅଛି କିମ୍ବଦନ୍ତୀ ଆଉ ସେଥିରେ ଆମର ଖେଚୁଡ଼ି ପିଠା ଭାସିବ ନୀଳାଦ୍ରି ବିଜେ ହେଉଛି 26 ତାରିଖ ସେଦିନ ଯେତେ ଆମର ଅଛନ୍ତି ସମସ୍ତେ ଯାଇକି ସେଦିନ ଲକ୍ଷ୍ମୀନାରାୟଣ କହି ଶୁଣିବେ ଆଉ ମିଠା ଖେଚୁଡ଼ି ପାଇବେ ଯାଇକି ଯିବେ ଏହି ଉତ୍ସବ ଦେଖିବା ଲାଗି ବାଲେଶ୍ୱର ସହରର ସିନେମା ଛକ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏହି ଅବସରରେ ସେଠାରେ ଘଟିଥିଲା ଭକ୍ତ ଓ ଭଗବାନଙ୍କ ମହାମିଳନ ସିନେମା ଛକ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କର ବେଶ୍ ଭିଡ଼ ଲାଗି ରହିଛି ଦୈନିକ ବିଶେଷ ନୀତି ପୂଜା ଓ ଆରତୀ ସମୟରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିଭିନ୍ନ ବେଶରେ ଦର୍ଶନ କରୁଛନ୍ତି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ପୁରାଣ ଶାସ୍ତ୍ର ଅନୁଯାୟୀ ଶ୍ରୀମନ୍ଦିରରେ 10 ବର୍ଷ ଦର୍ଶନର ପୁଣ୍ୟ ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନ ସହ ସମାନ ତେବେ ଦିନ ଦର୍ଶନଠାରୁ ରାତ୍ରି ଦର୍ଶନର ପୁଣ୍ୟ 10 ଗୁଣ ଅଧିକ ସେଥିପାଇଁ ସନ୍ଧ୍ୟାରେ ଆରତୀ ସମୟରେ ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼ ହେଉଛି ଏହା ସହିତ ଦୈନିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହୁଥିବା ଭଜନ ସନ୍ଧ୍ୟା ଦେଖିବାକୁ ଭକ୍ତମାନେ ବେଶ୍ ଦୀର୍ଘ ସମୟ ଧରି ଅଟକି ରହୁଥିବା ଦେଖିବାକୁ ମିଳିଛି सेंट जॉन कॉलेज ऑफ नर्सिंग एंड पैरामेडिकल्स रे एडमिशन चली बीएससी नर्सिंग जीएनएम कोर्स पई जोगाजोग करंतु सेंट जॉन कॉलेज ऑफ नर्सिंग एंड पैरामेडिकल्स मिशन कंपाउंड बालेश्वर मां लक्ष्मी ज्वेलर्स विवेकानंद मार्ग चिड़िया पोलो बालेश्वर Welcome to Pratiksha Fertility and IVF Clinic Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु पानी रो प्रखर जेते तीव्र हो अबा पानी रो शिखर जेते उच्च हो
एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1 सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु एमके प्लास्ट प्राइवेट लिमिटेड रामदासपुर इंडस्ट्रियल एस्टेट गोड़ीसाही कटक डिस्ट्रिक्ट पिन 754006 कॉल करंतु 8637278439 किबा ईमेल करंतु admin@mkplast.in